ସୁନି ମୋତେ ଏମିତି ପ୍ରଶ୍ନ ପଚାରି ଚାଲିଥିଲା। ନିଜକୁ ଆଉ ସମ୍ଭାଳି ପାରିନଥିଲି। ସନ୍ଧ୍ୟାର ସେ ଝାପ୍ସା ଅନ୍ଧାର ଭିତରେ ମୋ କୋଳରେ ଶୋଇଥିବା ସୁନିର ମଥାକୁ ଗୋଟେ କିସ୍ ଦେଇଥିଲି। ସୁନି ବି ଇସାରା ବୁଝିସାରିଥିଲା। ଆଉ ସେ ବି ଡେରି ନକରି ମୋ କୋଳରୁ ଉଠି ପଡ଼ିଲା, ମୋତେ ଜୋରରେ ଜାବୁଡ଼ି ଧରି ଆଲିଙ୍ଗନ କଲା ଆଉ ମୋ ଓଠକୁ ଚୁମି ଚାଲିଥିଲା। ମହାନଦୀର ସେ ହାଲକା କୁଳୁକୁଳୁ ମଧୁର ସ୍ୱର ବି ଆମ ପ୍ରେମର ଏହି ସିନ୍କୁ ଦେଖି ଈର୍ଷା କରି ଚାଲିଥିଲା। ଅନ୍ଧାର ବି ରାଗିଯାଇ ଝାପ୍ସା ଅନ୍ଧାରରୁ ଘନ ଅନ୍ଧକାର କରିଦେଲା। ସମ୍ପର୍କ ବଦଳିଗଲା ଆଉ ଘନିଷ୍ଠ ବନ୍ଧୁତା ପାଲଟିଗଲା ପ୍ରେମ। ହେଲେ ସେଦିନର ସେ ସନ୍ଦେହ ଅଦିନିଆ ଝଡ଼ ବର୍ଷାଟା କେଉଁଠି ଥିଲା କେଜାଣି ହଠାତ୍ ମାଡ଼ି ଆସିଲା ଆଉ ଆମ ଭଲ ପାଇବାର ସେ ପ୍ରେମର ସବୁ ବାଡ଼ବନ୍ଧ ଭାଙ୍ଗି ବିଚ୍ଛେଦର ବନ୍ୟା କରିଦେଲା। ଆଉ ଝଡ଼ର ସେ ପବନରେ ଆମ ମଧୁର ସମ୍ପର୍କ ସୂତାର ଡୋରକୁ ଛିଡ଼େଇ ଦେଇ ଆମକୁ ସବୁଦିନ ପାଇଁ ଅଲଗା ବି କରିଦେଲା। ସେହି ସୂତାର ଗୋଟେ ପଟରେ କିଛି ସାହାରା ନ ପାଇ ମୁଁ ଝୁଲି ଝୁଲି ତାକୁ ମନେ ପକାଇ ବଞ୍ଚିବାର ରାସ୍ତା ଖୋଜୁଥିଲି, ଆଉ ଅନ୍ୟ ପଟରେ ସେ ଆଉ କାହାର ସାହାରା ପାଇ ମୋତେ ମାରିବାକୁ ଛାଡ଼ିଦେଇ ସେ ବେଶ୍ ଖୁସିରେ ଥିଲା। ତା'ର ଏ କଥାରୁ ଜଣାପଡ଼ିଗଲା ତାକୁ ପ୍ରେମରେ କିଏ ଧୋକା ଦେଇଛି, ଆଉ ସେହି ଧୋକାର ମୂଳ କାରଣ ସନ୍ଦେହ ବୋଲି। ପୁରା କଥା ଜାଣିବାକୁ ତାକୁ କହିଲି, କ'ଣ ହେଇଛି ଭାଇ ଠିକ୍ରେ କୁହ। ସେ କହିଲା, ପ୍ରତାପ ଭାଇ, ମୁଁ ତ ମୋ କାହାଣୀ କହିବାକୁ ଆପଣଙ୍କୁ କଲ୍ କରିଛି। ଆଉ ଏଇ ଝିଅମାନେ କେମିତି ଧୋକେବାଜ ମୋର এই ପ୍ରେମ କାହାଣୀକୁ ଆପଣଙ୍କ କଣ୍ଠରେ ଜାଗା ଦେଇ ଏ ଦୁନିଆକୁ ଆଣିବାକୁ ସବୁ କହିବି ଭାଇ। ଆମ ପ୍ରେମ ଥିଲା ରାତିର ଅନ୍ଧକାର ଭିତରେ ଆଶାର ଆଲୋକ। ଆମ ପ୍ରେମଟା ଯଦି ଅନ୍ଧାର ହୁଏ, ସେହି ଅନ୍ଧାର ଭିତରେ ଆମେ ବିନା ଆଲୋକରେ ଉଭୟଙ୍କୁ ଖୋଜି ପାଇଯାଉଥିଲୁ। ଆମ ସମ୍ପର୍କଟା ଏମିତି ନିବିଡ଼ ଥିଲା ଭାଇ। ସେହି ନିଶବ୍ଦ ଅନ୍ଧାର ରାତିରେ ତା ସହିତ ପ୍ରଥମ ଦେଖା ହେଇଥିଲା। ନା ତାର ଥିଲା ସୁନିତା। ମୁଁ ତାକୁ ଶ୍ରଦ୍ଧାରେ ସୁନି ବୋଲି ଡାକୁଥିଲି। ସେଦିନ ସେ କଟକ ରେଳ ଷ୍ଟେସନରୁ ଟ୍ରେନ୍ରୁ ଓହ୍ଲେଇ ଚାଲି ଚାଲି ଏକା ଏକା ଯାଉଥିଲା, ଆଉ ମୁଁ ବି ସେଇ ଟ୍ରେନ୍ରେ ଓହ୍ଲେଇ ଷ୍ଟାଣ୍ଡରୁ ବାଇକ୍ ନେଇ ଯାଉଥିଲି। ପଛପଟୁ ତାକୁ ଦେଖିଥିଲି, ହାତରେ ଥିଲା ଗୋଟେ ଟଲି ବ୍ୟାଗ୍। ଚୁଡ଼ିଦାର ସାଙ୍ଗକୁ ଲମ୍ବା ବେଣୀଟା ପଛପଟୁ ଝୁଲୁଥିଲା। ଭାବିଲି ପଚାରିବି, ଛାଡ଼ିଦେବି କି, କିନ୍ତୁ ତା ପୂର୍ବରୁ ସେ ହାତ ମାରି ମୋତେ ଲିଫ୍ଟ ଦେବାକୁ ଇସାରା କଲା। କାହିଁକି କେଜାଣି ଗାଡ଼ିଟା ଆପେ ଆପେ ତାରି ପାଖରେ ଅଟକି ଯାଇଥିଲା। ଆଉ ସେ ଲାଜେଇ ଯାଇ କହିଥିଲା, ମୋତେ ଟିକେ ମଙ୍ଗଳାବାଗ ଛକରେ ଛାଡ଼ିଦେବ। ମୁଁ ହଁ କହିଲି। ମଝିରେ ଟଲି ବ୍ୟାଗ୍ ଧରି ବାଇକ୍ରେ ବସି ପଡ଼ିଲା। ମଙ୍ଗଳାବାଗ ଛକରେ ଗାଡ଼ିରୁ ଓହ୍ଲେଇଲା ଆଉ ମୋତେ ଧନ୍ୟବାଦ ଦେଇ ତା ରାସ୍ତାରେ ଚାଲି ଯାଇଥିଲା। ୟା ଭିତରେ ବିତି ଯାଇଥିଲା 2 ମାସ। ଆଉ ପୁଣି ଥରେ ତା ସହିତ ଦେଖା ହେବାର ସୁଯୋଗ ମିଳିଥିଲା ବାରବାଟୀର ଏକ କାର୍ଯ୍ୟକ୍ରମରେ। ହଠାତ୍ ସେ ମୋତେ ଦେଖି ଚିହ୍ନି ପକାଇଥିଲା, ହେଲେ ମୁଁ ତାକୁ ଚିହ୍ନି ପାରିନଥିଲି। କାହିଁକିନା ସେଦିନ ମୁଁ ତା ମୁହଁକୁ ଭଲ ଭାବରେ ଦେଖିବାକୁ ସୁଯୋଗ ପାଇନଥିଲି। ସେ ମୋତେ କହିଲା, କ'ଣ ଜାଣିପାରିଲେନି କି? ମୁଁ ଟିକେ ଲାଜେଇ ଯାଇ ତାକୁ ଅନେଇ ଚାଲିଲି। ସେ ବୁଝିଗଲା ଆଉ କହିଲା, ସେଦିନ ମୋତେ ରାତିରେ ଲିଫ୍ଟ ଦେଇଥିଲେ। ବାସ୍ ଆରମ୍ଭ ହୋଇଯାଇଥିଲା କଥାବାର୍ତ୍ତା। ସେଇ ପ୍ରୋଗ୍ରାମରେ ଆମେ ବେଶ୍ ମିଶି ଯାଇଥିଲୁ ଆଉ ନମ୍ବର ବି ଦିଆନିଆ ହୋଇଯାଇଥିଲୁ। ସେଦିନର ସେ କାର୍ଯ୍ୟକ୍ରମ ସରିଯାଇଥିଲା ଆଉ ସେ ବି ବିଦାୟ ନେଇ ମୋ ପାଖରୁ ଚାଲି ବି ଯାଇଥିଲା। ହେଲେ ସେ ଗଲାବେଳେ ମୋତେ କେମିତି ଅନୁଭବ ହେଲା ଭଳିଆ ଲାଗିଲା। ଆଉ ସେ ଗଲାବେଳେ ତାକୁ ସେମିତି ଅନେଇ ରହିଥିଲି ଆଉ ଭାବୁଥିଲି, ସେଦିନ ଅନ୍ଧାର ରାତିରେ ଯାହାକୁ ଲିଫ୍ଟ ଦେଇଥିଲି, ଇଏ କ'ଣ ସେଇ ଝିଅ ତ ଯାହାକୁ ମୁଁ ଦେଖିନଥିଲି? ହେଲେ ସେ କ'ଣ ସତରେ ଏତେ ସୁନ୍ଦରୀ ଥିଲା? ଏମିତି ଭାବନା ରାଇଜରେ ତାକୁ ନେଇ ଅନେକ କଥା ଭାବି ଚାଲିଥିଲା ବେଳେ ସେ ଧୀରେ ଧୀରେ ମୋ ଆଖି ସାମ୍ନାରୁ ଦୂରେଇ ଯାଇଥିଲା। ଆରମ୍ଭ ହୋଇଯାଇଥିଲା ଫୋନ୍ରେ କଥାବାର୍ତ୍ତା। କିଛି ଦିନର ସେ କଥାବାର୍ତ୍ତା ଭିତରେ ସେ ମୋର ସବୁଠୁ ନିଜର ହୋଇସାରିଥିଲା। ତା ବିନା ନା ଭୋକ ଲାଗୁଥିଲା, ନା ନିଦ ହେଉଥିଲା, ନା କିଛି କାମ କରିବାକୁ ଇଚ୍ଛା ହେଉଥିଲା। ସବୁ ମୁହୂର୍ତ୍ତରେ କେବଳ ସେ ମୋ ମନ ଭିତରକୁ ପଶି ଆସୁଥିଲା। ହେଲେ ତା ସହିତ ଏସବୁ ହେଉଥିଲା କି ନାହିଁ ମୋତେ କିନ୍ତୁ ଜଣା ନଥିଲା। ସେଦିନ ସନ୍ଧ୍ୟାରେ ମହାନଦୀ କୂଳରେ ବସି ଗପସପ୍ ହେଉଥିଲା ବେଳେ କେଜାଣି କାହିଁକି ହଠାତ୍ ସେ ମୋ କୋଳରେ ମୁଣ୍ଡ ରଖି ଶୋଇଗଲା ଆଉ ମୋତେ ବୁଲେଇ ବଙ୍କେଇ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିଥିଲା। ସେତେବେଳେ ମୁଁ ତା ମୁଣ୍ଡକୁ ଆଉଁସି ଦେଉଥିଲି ଆଉ ତାରି ଭିତରେ ମୋ ମୁଣ୍ଡକୁ ନଇ ତା ମଥାରେ କିସ୍ଟେ ଦେଇଥିଲି ଆଉ ନିଜକୁ ସମ୍ଭାଳି ପାରିନଥିଲି। ସେ ମୋ କୋଳରେ ଶୋଇବା ଆଉ ମୋତେ ଇଆଡ଼ୁ ସିଆଡ଼ୁ ପ୍ରଶ୍ନ ପଚାରିବା ତାର ଭଲ ପାଇବାର ସିମ୍ବଲ ବୋଲି ମୁଁ ଜାଣିପାରିଥିଲି। ସେଥିପାଇଁ ତାର ସବୁ ପ୍ରଶ୍ନର ଉତ୍ତର ସେଇ କିସ୍ ମାଧ୍ୟମରେ ତାକୁ ଦେଇଥିଲି। ସେ ହଠାତ୍ ମୋ କୋଳରୁ ଉଠି ପଡ଼ିଲା ଆଉ ସନ୍ଧ୍ୟାର ସେ ଝାପ୍ସା ଅନ୍ଧାରରେ ମୋତେ ଆଲିଙ୍ଗନ କରି ମୋ ଓଠକୁ ଚୁମି ଦେଇଥିଲା। ଆରମ୍ଭ ହୋଇଗଲା ନୂଆ ଏକ ସମ୍ପର୍କ। ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ନିବିଡ଼ ସମ୍ପର୍କ। ସବୁଦିନ ପାର୍କ ଯିବା, ଅନେକ ଆଡ଼େ ବୁଲିବା ଆଉ ନିଜର କାମନାକୁ ଚରିତାର୍ଥ କରିବାକୁ ପୁରୀ ଯାଇ ହୋଟେଲରେ ରାତି କାଟିବା, ସବୁକିଛି ଚାଲିଲା। ଆଉ ୟାରି ଭିତରେ ବିତି ଯାଇଥିଲା 4 ବର୍ଷ। ଏଇ 4 ବର୍ଷ ଆମ ପାଇଁ ଥିଲା ସୁବର୍ଣ୍ଣ ଯୁଗ। ମୋର ଟ୍ରାନ୍ସଫର ଭୁବନେଶ୍ୱର ହୋଇଗଲା ଆଉ ତାର ବି ପିଜି ସରିଯାଇଥିଲା। ମୋତେ ଟିକେ
କମ୍ ସମୟ ମିଳିଲା ଆଉ ତା ପାଖରେ ସମୟ ହିଁ ସମୟ ଥିଲା। ସେ ସବୁବେଳେ ମୋ ସହ ବୁଲିବାକୁ କହିଲା, ଫୋନ୍ରେ କଥା ହେବାକୁ କହିଲା। କାହିଁକିନା ସେ ଘରେ ରହୁଥିଲା। ମୋର ଭୁବନେଶ୍ୱର ଟ୍ରାନ୍ସଫର ପରେ ମୋତେ ଯିବା ଆସିବାରେ କେବଳ 3 ଘଣ୍ଟା ଯାଉଥିଲା। ଆଉ ଭୁବନେଶ୍ୱର ଅଫିସରେ ବି କଟକ ଅପେକ୍ଷା ବେଶୀ ଭିଡ଼ ରହୁଥିଲା। ହେଲେ ସେ ଏସବୁ ବୁଝିବାକୁ ପ୍ରସ୍ତୁତ ନଥିଲା। ମୋତେ ସମୟ ଦେଉନ, ମୁଁ ପୁରୁଣା ହେଇଗଲିଣି, ମୋତେ ଆଉ ଭଲ ପାଉନ, ଏମିତି ଅନେକ କଥା ମୋତେ ବାରମ୍ବାର କହି ଚାଲିଥିଲା। ମୋ ସହ ସବୁବେଳେ ଝଗଡ଼ା ବି କରୁଥିଲା। ମୋତେ ସେ ବହୁତ ଭଲ ପାଉଥିଲା। ସେଥିପାଇଁ ତା'ର ଏସବୁ କଥାକୁ ସହି ତାକୁ ମନେଇ ଦେଉଥିଲି। ସେଦିନ ଥିଲା ମୋ ପାଇଁ କାଳରାତ୍ରି। ଭୁବନେଶ୍ୱରରୁ ଅଫିସ ଫେରିବା ବେଳେ ଆମ ଅଫିସର ଝୁମା ମୋତେ କହିଲା, ସାର୍ ଆପଣ ଘରକୁ ଯିବେ ତ? ମୁଁ କହିଲି ହଁ। ଝୁମା କହିଲା, ସାର୍ ମୋତେ ଟିକିଏ କଟକରେ ଛାଡ଼ିଦେବେନି, ମୁଁ ମୋ ମାଉସୀ ଘରକୁ ଯିବି, ମାଉସୀର ଦେହ ଖରାପ ଅଛି। ମୁଁ କହିଲି ହଁ ଓକେ ଛାଡ଼ିଦେବି। ଝୁମା ଆଉ ମୁଁ ଅଫିସରୁ ବାହାରି ଗଲୁ। ତାକୁ ବାଦାମବାଡ଼ିରେ ଛାଡ଼ିବାର ଥିଲା। ହେଲେ ଲିଙ୍କ ରୋଡ଼ରେ ମୁଁ ଝୁମାକୁ ପଛରେ ବସେଇ ଆଣିବା ବେଳେ ସୁନିତା ମୋତେ ଦେଖିଦେଇଥିଲା। ମୋତେ କଲ୍ କଲା ଆଉ କହିଲା, କେଉଁଠି ଅଛ? ମୁଁ କହିଲି ଲିଙ୍କ ରୋଡ଼ରେ ଅଛି, ଅଫିସରୁ ଫେରୁଛି। ସେ କହିଲା, ମୁଁ ବି ଲିଙ୍କ ରୋଡ଼ରେ ଅଛି। ମୁଁ ବାଇକ୍ଟା ଅଟକେଇଲି ଆଉ କହିଲି, କେଉଁଠି ଅଛ? ସେ କହିଲା, ମୁଁ ତୁମକୁ ଦେଖିସାରିଛି, ତୁମ ପାଖକୁ ଯାଉଛି। ଝୁମା କହିଲା, ସାର୍ ଠିକ୍ ଅଛି, ମୁଁ ଅଟୋରେ ପଳେଇ ଯାଉଛି, ଆପଣ ମ୍ୟାମ୍କୁ ଦେଖା କରି ଆରାମରେ ଆସନ୍ତୁ। ବାସ୍। ଝୁମା ଅଟୋରେ ଚାଲିଗଲା ଆଉ ସୁନି ମୋ ପାଖରେ ପହଞ୍ଚିଗଲା। ଆଉ ସିଧା ପଚାରିଲା, ସେ ଝିଅ କିଏ? ତାକୁ ଯେତେ ବୁଝେଇବାକୁ ଚେଷ୍ଟା କଲି ସେ କିନ୍ତୁ ବୁଝିବାକୁ ପ୍ରସ୍ତୁତ ନଥିଲା। ସନ୍ଦେହର ସେ ବିଷ ମଞ୍ଜି ତା ଦେହ ସାରା ବ୍ୟାପି ଯାଇଥିଲା। ମାନୁଛି ତା'ର ଭଲ ପାଇବା ଢେର ଅଧିକା ଥିଲା। ସେଥିପାଇଁ ସେ ସନ୍ଦେହ କରିବା ବି ସ୍ୱାଭାବିକ ଥିଲା। ହେଲେ ସେତିକି ଭରସା ବି କରିବାର ତ ଥିଲା। ସେଦିନଠୁ ସୁନି ମୋ ସହ କଥା ହେବା ବନ୍ଦ କରିଦେଲା ଆଉ କହିଲା, ମୁଁ ଜାଣିଛି ତମେ ମୋତେ ଏଥିପାଇଁ ଇଗ୍ନୋର କରୁଥିଲ, ମୋତେ ସମୟ ଦେଉନଥିଲ, ଏମିତି ଅନେକ କଥା ଶୁଣେଇଲା। ମୁଁ ଯେତେ ସତ କହିଲେ ବି ସେ ସତ ସବୁ ସନ୍ଦେହର ଅବିଶ୍ୱାସ ଭିତରେ ହଜି ଯାଇଥିଲା। ଅନେକ କଷ୍ଟ ଆଉ ଅନେକ ଯନ୍ତ୍ରଣା ଭିତରେ 6 ମାସ ବିତି ଯାଇଥିଲା। ନା ସୁନି ମୋ ସହ କଥା ହେଉଥିଲା, ନା ଦେଖା କରୁଥିଲା, ନା ମୋତେ ଯୋଗାଯୋଗ କରୁଥିଲା। ହଠାତ୍ ଦିନେ ତାଙ୍କ ଘର ରାସ୍ତାରେ ଯାଉଥିଲା ବେଳେ ତାଙ୍କ ଘର କାନ୍ଥରେ ଲେଖାଯାଇଥିବା ସେହି ଲେଖାକୁ ଦେଖି ମୋ ନିଶ୍ୱାସ ଯେମିତି ବନ୍ଦ ହୋଇଯାଇଥିଲା। ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିବାକୁ ଅନେକ ଚେଷ୍ଟା କରିବି ବିଫଳ ହୋଇଗଲି। ଆଉ ଗାଡ଼ିର ଷ୍ଟାଣ୍ଡ ମାରି କିଛି ସମୟ ପାଇଁ ଗାଡ଼ିକୁ ଆଉଜେଇ ଠିଆ ହେଲି। ଆଉ ପୁଣି ଥରେ ସେହି ଲେଖାକୁ ଭଲ ଭାବରେ ପଢ଼ିଲି। ସେହି କାନ୍ଥରେ ଲେଖା ଥିଲା, ସୁନିତା ସହିତ ରାଜେନ୍ଦ୍ର। 2 ମାସ ତଳୁ ସୁନି ବାହା ହେଇସାରିଥିଲା ଆଉ ମୋତେ ଜଣା ନଥିଲା। ମୁଁ ଭାବୁଥିଲି ସେ ରାଗିଛି, ମୋତେ ଭୁଲ ବୁଝୁଛି। ହେଲେ ଦିନେ ତ ମୋତେ ଠିକ୍ ବୁଝିବ ଆଉ ମୋ ପାଖକୁ ଫେରି ଆସିବ। ହେଲେ ସେ ଏମିତି କେମିତି କରିପାରିଲା? ଛଳ ଛଳ ଆଖିରେ ତାର ସେ ସ୍ମୃତି ସବୁ ଭାବି ଚାଲିଥିଲି। ତା ସହ ବିତେଇଥିବା ମୁହୂର୍ତ୍ତ ସବୁ ମନେ ପକାଇ ଚାଲିଥିଲି। ହୋଟେଲ ରୁମ୍ର ବନ୍ଦ ଘର ଭିତରେ ଦାମୀ ଦାମୀ ବିଛଣା ସେଜରେ ସେ ଗଦିରେ ତା ସହିତ କାଟିଥିବା ସେ ରାତିର ସମ୍ପର୍କ କଥା ଅନୁଭବ କରିଚାଲିଥିଲି। ଆଉ ଭାବି ଚାଲିଥିଲି, ଏତେ ସବୁ ପରେ, ଏତେ ନିବିଡ଼ ସମ୍ପର୍କ ପରେ ସତରେ କ'ଣ ସୁନି ମୋ ସହ ଏମିତି କରିପାରେ? ସେଦିନ ମୋ ଉପରେ ସନ୍ଦେହ କରି ମୋତେ ଦୂରେଇ ଦେବାର ତାର ଗୋଟେ ନାଟକ ନଥିଲା ତ? ମୋଠୁ ଭଲ ମିଳିଗଲେ ବୋଲି ସେ ବାହାନା ଖୋଜୁନଥିଲା ତ? ସେଦିନ ସେ ଲିଙ୍କ ରୋଡ଼ କାହିଁକି ଆସିଥିଲା? ଆଉ ଏତେ ଲୋକ ବାଇକ୍ ନେଇ ଯାଉଥିଲା ବେଳେ ମୁଁ ଝୁମାକୁ ବସେଇ ନେଲାବେଳେ ସୁନିର ମୋ ଉପରେ କେମିତି ନଜର ପଡ଼ିଲା? ମୋତେ ଦୂରେଇ ଦେଇ ଘର ଲୋକଙ୍କ କଥାରେ ବାହା ହେବାକୁ ଏଇଟା ତାର ଯୋଜନା ନଥିଲା ତ? ନା ସେ ସତରେ ମୋତେ ସନ୍ଦେହ କରି ଦୂରେଇ ଦେଇ ଆଉ କାହାର ହେଇଗଲା? ଏମିତି ଅନେକ ଉତ୍ତର ଅପେକ୍ଷାରେ ନିଜକୁ ପ୍ରଶ୍ନ କରି ଚାଲିଥିଲି ପ୍ରତାପ ଭାଇ। ହେଲେ କିଛି ଲାଭ ନଥିଲା। ସେସବୁ ପ୍ରଶ୍ନ ପୁଣି ଫେରିଆସି ମୋତେ ପଚାରୁଥିଲା, ତୁ କାହିଁକି ସେଦିନ ଝୁମାକୁ ଗାଡ଼ିରେ ବସେଇ ଆଣୁଥିଲୁ? ତୁ ଜାଣିନୁ କି ସୁନି ତତେ କେତେ ଭଲ ପାଉଥିଲା? ତୁ ଜାଣିନୁ କି ତତେ ଆଉ କାହା ସହ ସୁନି ଦେଖିଲେ ସହିପାରେ ନା ବୋଲି? ଏବେ କୁହ ପ୍ରତାପ ଭାଇ, ସତରେ କ'ଣ ମୋର ଭୁଲ ଥିଲା, ନା ସେ ମୋତେ ଦୂରେଇ ଦେବାକୁ ବାହାନା କରୁଥିଲା? ମୁଁ କହିଲି, ଏ ପ୍ରଶ୍ନର ଉତ୍ତର ତ କେବଳ ଆମ ଦର୍ଶକମାନେ ଦେବେ। ଆପଣ ଆପଣଙ୍କ ଉତ୍ତର ଆମ ଦର୍ଶକଙ୍କ କମେଣ୍ଟରୁ ପାଇଯିବେ। କ'ଣ ଦର୍ଶକ ବନ୍ଧୁ, ଆପଣମାନେ କମେଣ୍ଟ କରି ଭାଇଙ୍କ ପ୍ରଶ୍ନର ଉତ୍ତର ନିଶ୍ଚିତ ଦେବେ ତ? ଆଉ ବଣ୍ଟି ବବ୍ଲିଙ୍କ ରଙ୍ଗ ନମ୍ବର ପ୍ରେମ ସବୁଦିନ ରାତି 9ଟାରେ ଦେଖୁଛନ୍ତି ତ? ଯଦି ଦେଖୁଛନ୍ତି ଆଉ ଭଲ ଲାଗୁଛି ତେବେ ସେୟାର କରିବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।